ଇଏମ୍ଆଇଟା ତାଙ୍କ ଜୀବନକୁ ପୁରା ନଷ୍ଟ କରିଦେଉଛି। ପୁଅଟେ କି ଗୋଟେ ଝିଅଟେ ହଉ, ସିଏ ମୁହଁରେ କହିପାରୁନାହାନ୍ତି ଆଜ୍ଞା ମୋ ମନ ଭିତରେ ଏତେ କଷ୍ଟ ଅଛି। କେତେ ପ୍ରେସରରେ ମଣିଷ ରହୁଛି ଏଠି। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢ଼ିଆ ଅଛି। ଶୀତ ତ ଆଜ୍ଞା ପୁରା ଅଲଗା ପ୍ରକାର ହେଉଛି। ଗୋଟେ କଥା ଏଠି କହିବି ଯେ ମୋରି ବୟସରେ ଯେଉଁ ପିଲାମାନେ ଅଛନ୍ତି, ମାନେ ମୋତେ ତ ଆସି 30 ବର୍ଷ ହେଇଗଲାଣି। ଏଇ 28-30 ଭିତରେ 35 ଭିତରେ ଯେଉଁ ପିଲାମାନେ ଅଛନ୍ତି, ସେମାନେ ଆଜ୍ଞା ବହୁତ ଡିପ୍ରେସନରେ ରୁହନ୍ତି। କାହିଁ ଜାଣିଛନ୍ତି? ମାନେ ନିଜର କ୍ୟାରିୟର ଟେନସନ୍, ଆଉ ମାନେ ସମସ୍ତଙ୍କର ବହୁତ ପ୍ରକାର କିଛି ଇସ୍ୟୁ ଅଛି। ଚାକିରିର ଟେନସନ୍, ଜୀବନର ଟେନସନ୍, ଘରର ପ୍ରୋବ୍ଲେମ୍, ଆଜି କାହାର ମେଡ଼ିସିନ୍ ଆସିବ, କାଲି କାହା ପାଇଁ ବହି ଆସିବ, ଖାତା ଆସିବ, ଭଲ ମନ୍ଦ। ଯେଉଁମାନେ ବି ଘରେ ପାଠ ପଢ଼ିବା ପିଲା ଅଛନ୍ତି, କାହାର ଭଉଣୀ ବାହାଘର ଅଛି, କାହାର ଭାଇ ବାହାଘର ଅଛି, ଯାହାର ବି ଯେଉଁ ଜିନିଷ ଅଛି, ସମସ୍ତେ ଆଜ୍ଞା ଏଠି ପୁରା ସବୁବେଳେ ପାଇଁ ଡିପ୍ରେସନରେ। ଆପଣ ଦେଖୁଥିବେ ଯେ ତାପରେ ଏଇ କଥାଟା କହୁଛି, ଆପଣମାନେ ବି ଖରାପ ଭାବିପାରନ୍ତି। କାହିଁକି ନା ମୋ ମନକୁ ଆଜ୍ଞା ଆସିଲା, ଆଉ ଯେଉଁ ଅନୁଭବଟା ମୋତେ ହେଲା, ପ୍ରତ୍ୟେକ ଦିନର ଅନୁଭବଟା, କେତେ ପ୍ରେସରରେ ମଣିଷ ରହୁଛି ଏଠି। ଏଠି ଗୋଟେ ପିଲା ଆଜ୍ଞା, ଗୋଟେ ପୁଅଟେ କି ଗୋଟେ ଝିଅଟେ ହଉ, ସିଏ ମୁହଁରେ କହିପାରୁନାହାନ୍ତି ଆଜ୍ଞା ମୋ ମନ ଭିତରେ ଏତେ କଷ୍ଟ ଅଛି। ଆଜି ମୋର ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ମୋ ପାଖରେ ପଇସା ନାହିଁ, କି କାଲି ସକାଳେ ଖାଇବା ପାଇଁ ମୋ ପାଖରେ ପଇସା ନାହିଁ। କିନ୍ତୁ ସିଏ ଆପଣଙ୍କ ଆଗରେ କିଛି କହିବେନି। ଆପଣ କହିବେ ଆଉ ଭାଇ ଭଲ ଅଛ ନା? ହଁ ପୁରା ବଢ଼ିଆ ଅଛି, ପୁରା ଖୁସିରେ ଅଛି। ମନ ଭିତରେ ଦୁଃଖଟା ଏଠି ସମସ୍ତେ ରଖିକି ଉପରେ ହସନ୍ତି। ଏ ଶୀତ ଦିନ ଆସିଗଲା ଆଜ୍ଞା। ଶୀତ ଦିନରେ ବହୁତ ପିଲାଙ୍କ ପାଖରେ ମାନେ ଏଇଟା ମାନେ ବହୁତ ଛୋଟ କଥା ଲୋକଙ୍କ ପାଖରେ, କିନ୍ତୁ ଏଇଟା ସତ କଥା। କାହା ପାଖରେ ପ୍ୟାଣ୍ଟ ନଥିବ ପିନ୍ଧିବା ପାଇଁ, କାହା ପାଖରେ ସାର୍ଟ ନଥିବ ପିନ୍ଧିବା ପାଇଁ। ପିଲା ଏଠି ଇଏମ୍ଆଇ ଦେଇକା ତାଙ୍କର ଜୀବନ ଆଜ୍ଞା ପଡ଼ିଯାଉଛି। କାହିଁକି ନା ଗୋଟେ ଜିନିଷ ଯେହେତୁ ସିଏ ଗୋଟେ ବଡ଼ ଆମାଉଣ୍ଟରେ କିଛି ପଇସା ନ ରଖିକି ନ କରିପାରୁଛନ୍ତି, ସେଥିପାଇଁ ସେ ଇଏମ୍ଆଇର ବାଟ ଧରି ପକାଉଛନ୍ତି। କିନ୍ତୁ ଇଏମ୍ଆଇ ଧରିଲେ କ'ଣ ହେବ? ଇଏମ୍ଆଇଟା ତାଙ୍କ ଜୀବନକୁ ପୁରା ନଷ୍ଟ କରିଦେଉଛି। ଆଉ ସେଇ ପିଲାମାନେ ଏଠି ଆଗେଇ ଯାଇପାରୁଛନ୍ତି, ଯେଉଁ ପିଲାମାନେ ମାନେ ଧୈର୍ଯ୍ୟ ଧରୁଛନ୍ତି। ଆଉ ଟେନସନ୍, ହଁ ତ ଅଛି, ତ ଆଜି ଟେନସନ୍ ଅଛି, କାଲି ହାଲକା ହେଇପାରେ। ଆଉ ଗୋଟେ ଜିନିଷ, ସବୁଟା ଆଜ୍ଞା ନିଜ ଉପରେ ନିର୍ଭର କରେ। ଯଦି ଆମେ ପରିଶ୍ରମ କରିବା, 2 ପଇସା ଇନକମ୍ କରିବା। ଯଦି ପରିଶ୍ରମ ନ କରିବା, ଇନକମ୍ କରିପାରିବାନି। ତ ମୋର ଏମିତି କିଛି ଆପଣମାନଙ୍କୁ ଆଜି କହିବାର ଥିଲା। ଆଉ ଆଶା କରୁଛି ଆପଣମାନଙ୍କୁ ଏଇ କଥାଟି ଭଲ ଲାଗିଥିବ। ତ ଯଦି ବି ଭଲ ଲାଗିଥିବ ଆପଣମାନଙ୍କୁ, ନିହାତି ଭାବରେ ଗୋଟେ ଛୋଟ କମେଣ୍ଟରେ କହିବେ। ରହୁଛି, ଜୟ ମା ଶାରଦା।